ସାଇକୋଲୋଜି କହିଥାଏ ଯଦି ଆପଣ ନିଜ ପାଣ୍ଡଟିକୁ ସବୁଦିନ ପାଇଁ ଲମ୍ବା, ମୋଟା ଓ ମଜବୁତ ବନାଇବାକୁ ଚାହୁଁଛନ୍ତି ତେବେ 3ଟି ଲବଙ୍ଗ ଓ ଗୋଟିଏ ଛୋଟ ଗୁଜୁରାତିର ଦାନାକୁ ନେଇ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ ଓ ଏଥିରେ 1 ଚାମଚ ନଡ଼ିଆ ତେଲ ଓ ଅଧା ଚାମଚ ଭେସଲିନ୍ ମିଶାଇ ପେଷ୍ଟ କରିନିଅନ୍ତୁ। ଏହାକୁ ନିଜ ଗୁପ୍ତାଙ୍ଗ ଉପରେ ପ୍ରତିଦିନ 1 ଥର ଧୀରେ ଧୀରେ 5 ମିନିଟ୍ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏମିତି 1 ମାସ ପର୍ଯ୍ୟନ୍ତ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯଦି ଆପଣ ଭଲ ଭାବରେ ଜାଣିଥିବା କୌଣସି ମହିଳା ସହିତ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ତାଙ୍କ ସହିତ ରୋମାଣ୍ଟିକ ଭରା କଥା ହୁଅନ୍ତୁ, ତାଙ୍କର ପ୍ରଶଂସା କରନ୍ତୁ ଓ ମଝିରେ ମଝିରେ ତାଙ୍କ ଆଖି, ଓଠ, ବେକ, ଛାତି, ଅଣ୍ଟା ଓ ତାଙ୍କ ଗାଣ୍ଡି ପିଚାକୁ ବାରମ୍ବାର ଦେଖନ୍ତୁ। ଯଦି ସେ ଆପଣଙ୍କ ଏହି ଇସାରା ଗୁଡ଼ିକୁ ବୁଝିପାରନ୍ତି ତେବେ ଭାବି ନିଅନ୍ତୁ ଆପଣଙ୍କ କାମ ହୋଇଗଲା ବୋଲି। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ଆପଣଙ୍କୁ ନିଜର 2 ସ୍ତନ ଛୁଇଁବାକୁ ଅଟକାଇ ନଥାନ୍ତି ତେବେ ଏହାର ମାନେ ହେଉଛି କି ସେ ନିଜଠାରୁ ବି ଅଧିକ ଆପଣଙ୍କ ଉପରେ ଭରସା କରୁଛନ୍ତି। ସାଇକୋଲୋଜି କହିଥାଏ ଅଧିକାଂଶ ପୁରୁଷ ନିଜ ପଡ଼ୋଶୀ ବାଲି ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବା ପାଇଁ ମନେ ମନେ ନୂଆ ନୂଆ ଭାବନା ବନାଇ ନେଇଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ବାଣ୍ଡଟି ଉପରେ ଶିର ଦେଖାଯାଇଥାଏ ତେବେ ବୁଝିଯାଆନ୍ତୁ କି ଆପଣଙ୍କ ବାଣ୍ଡଟି ପୁରାପୁରି ସୁସ୍ଥ ଅଛି, କାରଣ ଏହାଦ୍ୱାରା ବାଣ୍ଡଟିର ଅଧିକା ଲମ୍ବା ଓ ମୋଟା ପାଇଁ ଶିର ଦେଖାଯାଇଥାଏ। ସାଇକୋଲୋଜି କହିଥାଏ ଆମେ ସମସ୍ତଙ୍କୁ ତ ପସନ୍ଦ ଆସିଥାଉ କିନ୍ତୁ ସେତେବେଳେ ଯେତେବେଳେ ତାଙ୍କୁ ଆମର ଆବଶ୍ୟକତା ଥାଏ। ସାଇକୋଲୋଜି କହିଥାଏ ମିଛ ପ୍ରତିଶ୍ରୁତି ଦେବାଠାରୁ ଭଲ ଆପଣ ସତ କହି ମନା କରିଦିଅନ୍ତୁ। ସାଇକୋଲୋଜି କହିଥାଏ ବିଚାରକୁ ବଦଳାଇବା ଦ୍ୱାରା ବି ନୂଆ ନୂଆ ଦିନ ବାହାରିଥାଏ, କେବଳ ସୂର୍ଯ୍ୟ ବାହାରିବା ଦ୍ୱାରା ସକାଳ ହୋଇନଥାଏ। ସାଇକୋଲୋଜି କହିଥାଏ ବାହାରକୁ ଠିକ୍ଠାକ୍ ଦେଖାଇବା ପାଇଁ ଭିତରେ ଭିତରେ ବହୁତ ଲଢ଼େଇ କରିବାକୁ ପଡ଼ିଥାଏ।